ଏଠି ଆମେ କଥା ହେବା ନିଜର ମା ବାପାଙ୍କ ବିଷୟରେ ଏବଂ ଗୋଟେ କାହାଣୀ ମଧ୍ୟ ଅଛି। ଜାଣିଛନ୍ତି କଣ ପାଇଁ ଆମ ଜୀବନ ବେଳେ ବେଳେ ବିପଦପୂର୍ଣ୍ଣ ହେଇଯାଏ? ଆମେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରୁ, କିନ୍ତୁ ନିଜ ମାତା ପିତାଙ୍କ ସହିତ କେମିତି ବ୍ୟବହାର କରୁ? କେବେ ଅନୁମାନ କରିଛନ୍ତି? ମାତା ପିତାଙ୍କ ଆଶୀର୍ବାଦ ଏବଂ ମାତା ପିତାଙ୍କ ଅଭିଶାପ କେମିତି କାମ କରେ? ଏବଂ ଆପଣ ଜମାରୁ ବି ଭୁଲିବେନି, ଆପଣ ଏବେ କାହାର ପିଲା ଅଛନ୍ତି ଏବଂ ଦିନେ ଆସିଲେ ଆପଣଙ୍କ ଆପଣ ବି କାହାର ବାପା ମା ହେବେ। ତେଣୁ ନିଜର କର୍ମ ସବୁବେଳେ ନିଜ ପାଇଁ ଓଲଟିକି ଆସେ। ପାଖରେ ବହୁତ କିଛି ଦେଖୁଛି, ସେଥିପାଇଁ କି ମନ ହେଲା ବାପା ମାଙ୍କ ବିଷୟରେ ଗୋଟେ ଭିଡିଓ ବନେଇବା ପାଇଁ। ଆଜିକାଲି ଜେନେରେସନର ପିଲା ନିଜର ବାପା ମାଙ୍କୁ କେମିତି ବ୍ୟବହାର କରୁଛନ୍ତି, ତା ପୂର୍ବରୁ ଗୋଟେ କାହାଣୀ ଶୁଣନ୍ତୁ। ଗୋଟେ ଥର ଗୋଟେ ଛୋଟ ପୁଅଟେ, ସିଏ କି ଚତୁର୍ଥ ପଞ୍ଚମରେ ପଢୁଛି, ବାହାରର ଗୋଟେ କାହାଣୀ କହୁଛି। ସେ ପୁଅ ସବୁବେଳେ ଭାବେ, କାଶ କୋଉଦିନ ମୋ ମାମା ଛୁଟି ନେଇଯାଆନ୍ତା କି, ଘରୁ ଗୋଟେ ଦିନ କୁଆଡେ ପଳାନ୍ତା କି, ମତେ ଏକୁଟିଆ ଛାଡି ଦିଅନ୍ତା କି। ରାତି ପାହିଲେ ଚିଡଚିଡ, ଉଠୁ, ପଢ, ହୋମୱାର୍କ କର, ଟ୍ୟୁସନ ଯା, ସ୍କୁଲ ଯା, ଜଲ୍ଦି ଉଠୁ, ଏମିତି କର ସେମିତି କର। କେମିତି ଗୋଟେ ଦିନ କୁଆଡେ ଯାଆନ୍ତା ହାରି, ମତେ ଟିକେ ରିଲାକ୍ସ ଲାଗନ୍ତା। ପିଲାଟା ସବୁବେଳେ ଏମିତି ମନରେ ଭାବେ। ଗୋଟେ ଥର ତା ମାମାର ଦେହ ବହୁତ ଜୋରେ ଖରାପ ହେଇଗଲା ଏବଂ ଏମିତି କି ତାଙ୍କୁ ବେଡ୍ ରେଷ୍ଟ କରିବା ପାଇଁ କି ପଡିଲା। ପ୍ରଥମ ଦିନ ଯେବେ ସେ ମେଡିକାଲରୁ ଡିସଚାର୍ଜ ହେଇକି ଆସି ଘରେ ରହିଲେ, ପୁଅଟି ସକାଳୁ ଶୋଇଥାଏ, ଲେଟରେ ଉଠିଲା। ଆଜି ଆଉ କେହି ନାହିଁ ଯିଏକି ମୁଣ୍ଡରେ ହାତ ମାରିକି ଗେଲେଇକି କଅଁଳେଇକି କହିବ ଉଠିଯା, ଟାଇମ ହେଇଗଲାଣି ସ୍କୁଲ ଯିବୁ। ପିଲାଟି ନିଜେ ନିଦ ମଳମଳରେ ଡେରିରେ ଉଠିଲା। ନିଜେ ନିଜର ଗାଧେଇବା, ନିଜର ଡ୍ରେସ ୟୁନିଫର୍ମ ଏପଟ ଘରେ, ଜୋତା ସେପଟେ, ଖାଇବା ଦେଖିଲା ନିଜ ବାପା କେମିତି ଖାଇବା କରିକି ଭଲସେ ରୋଷେଇ କରିପାରୁନାହାନ୍ତି ଏବଂ ସେ ବହୁତ ଅନୁଭବ କଲା ଏବଂ ସେ ବୁଝିପାରିଲା ଯେ ଗୋଟେ ମାର ମୂଲ୍ୟ କଣ। କିନ୍ତୁ ସେ ମା ଏତେ କଷ୍ଟରେ ଥାଇ ମଧ୍ୟ ସେ ପଚାରୁଥାନ୍ତି, ମୋ ପୁଅ ଖାଇସାରିଲାଣି, ମୋ ପୁଅ ସ୍କୁଲ ଗଲା, ମୋ ପୁଅ କ୍ଷୀର ପିଇଲା ନା ନାହିଁ, ସେ ଶୋଇଲା ନା ନାହିଁ। ପୁଅ ସେଦିନ ବହୁତ ଅନୁତାପ କଲା ଯେ ମୁଁ ଚାହୁଁଥିଲି ମୋ ମା ଛୁଟି ନେଇଯାଉ, କିନ୍ତୁ ମୋ ମା ଛୁଟି ନେଲେ କେତେ ଯେ ଅସୁବିଧା ହଉଛି ସେଟା ମୁଁ ବୁଝିପାରିଲି। ଆପଣ ଆଜି ନିଜର ମା ପାଖରେ ଅଛି ବୋଲିକି ଏମିତି କରୁଛନ୍ତି, କୁଆଡେ ଯାଉଛୁ ପଚାରିଲେ ଚିଡୁଛନ୍ତି, ଆପଣଙ୍କୁ ସେ କଥା ହେଲେ ଆପଣ ଚିଡୁଛନ୍ତି। କିନ୍ତୁ ଭାବନ୍ତୁ, ଛୋଟବେଳେ ଆପଣଙ୍କୁ କୋଳେଇ କାଖେଇ ଆପଣ ହଜାରେ ଥର ତା ଉପରେ ମୁତିଥିବେ, ହଜାରେ ଥର ଝାଡା ବସିଥିବେ, ସେ କେତେ ଆପଣଙ୍କ ପାଇଁ ନ କରିଛି। ଯେତେବେଳେ ସେଇ ମାର ବୟସ ହେଇଯାଉଛି, ଆମେ ତାକୁ ଚୁପ୍ କରେଇ ଦଉଛେ, ଚିଡିକି ତାକୁ ଗାଳି କରୁଛେ। କିଛି ଲୋକ ଏମିତି ବି ଅଛନ୍ତି ନିଜ ବାପା ମାଙ୍କୁ ବୃଦ୍ଧାଶ୍ରମରେ ଛାଡି ଦଉଛନ୍ତି, ନିଜ ସ୍ତ୍ରୀ ପାଇଁ କି ଝଗଡା କରୁଛନ୍ତି, ନିଜ ସ୍ତ୍ରୀ କି ନେଇକି ବାହାରକୁ ପଳାଉଛନ୍ତି। ଆପଣ ନିଜେ ଭାବନ୍ତୁ, ଯୋଉ ଝିଅ ଥରେ ଶାଶୁ ଘରକୁ ଯାଉଛି ଏବଂ ସେଇ ପୁଅକୁ ତା ବାପା ମାଙ୍କ ଠାରୁ ଅଲଗା କରିବା ପାଇଁ କି ଚେଷ୍ଟା କରୁଛି, ସେ ନିଜେ ଭାବୁ ଯେ ସିଏ ଯାହା ଘରୁ ଆସିଛି ତା ବାପା ମା ତା ସହିତ ତା ଭାଉଜ ଏମିତି କଲେ, ତେଣୁ ଯାହା କରିବେ ତା ରିଟର୍ନ ତ ନିଶ୍ଚିନ୍ତ ଆସିବ। ବେଳେ ବେଳେ ଏମିତି ବି ଥାଏ, ବହୁ ଜଣ ଶାଶୁ ଶ୍ୱଶୁର ଥାନ୍ତି ଯିଏକି ବୋହୂ ମାନଙ୍କୁ ସହିପାରନ୍ତିନି, ଝଗଡା କରନ୍ତି। ସେଠି ବି ଆଉ କଣ କରିହବ, ପୁଅକୁ ସବୁ ବାଲାନ୍ସ କରିବା ପାଇଁ ପଡିବ। ଏକା ସାଙ୍ଗରେ ଛୁଆଙ୍କୁ ଏବଂ ନିଜର ସ୍ତ୍ରୀଙ୍କୁ ଏବଂ ନିଜର ପ୍ୟାରେଣ୍ଟସକୁ ଦେଖିବା ପାଇଁ ପଡିବ। ତେଣୁ ଦେଖନ୍ତୁ, କଥା ହଉଛି ଏଠି ମ୍ୟାନେଜ କରିବା। ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି। କିଛି କଥା ଅଛି ଯାହାକୁ ଆମେ ଶୁଣିକି ନ ଶୁଣିଲା ଭଳି ରହିବାକୁ ପଡିବ ଏବଂ ସହିବାର ଯେତେବେଳେ ସୀମା କ୍ରସ କରିଯାଏ, ସେତେବେଳେ ଆକ୍ସନ ନେବାକୁ ପଡିବ। କିନ୍ତୁ ଆପଣ ପ୍ରଥମେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରନ୍ତୁ, ଭଗବାନଙ୍କ ଉପରେ ସମର୍ପଣ କରି ନିଜର ସମ୍ପୂର୍ଣ୍ଣ ବିଶ୍ୱାସ ଦେଖନ୍ତୁ, ଦେଖିବେ ଭଗବାନ ଆପଣଙ୍କର ଡାକ ନିଶ୍ଚିନ୍ତ ଶୁଣିବେ। ବହୁତ ସାରା ଏମିତି ଭଉଣୀ ମାନେ ଅଛନ୍ତି ଯାହାକୁ କି ତାଙ୍କ ସ୍ୱାମୀ ମାନେ ପଚାରୁନାହାନ୍ତି ବାପା ମାଙ୍କ କଥାରେ, ସେମାନେ ବି ଭୁଲି ଯାଉଛନ୍ତି। ଗୋଟେ ସ୍ତ୍ରୀ
ମାନେ ଆରେଞ୍ଜ ମ୍ୟାରେଜ ରେ ବି ଏମିତି ବହୁତ ଥର ହେଇଛି, ଗୋଟେ ସ୍ତ୍ରୀ ଆପଣଙ୍କୁ ଭରସା କରିକି ଆପଣଙ୍କ ଘରକୁ ଆସିଲା ଏବଂ ଆପଣଙ୍କର ମାତା ପିତାଙ୍କ ପାଖରେ କେବଳ ଆପଣଙ୍କର କର୍ତ୍ତବ୍ୟ, ଆପଣଙ୍କର ସ୍ତ୍ରୀ ପାଇଁ କର୍ତ୍ତବ୍ୟ ନୁହେଁ। ଏଇଟା ବି ତ ବୁଝିବା ଦରକାର। କୌଣସି ମାତା ପିତାଙ୍କ ପାଇଁ ଆପଣ ଯଦି ନିଜ ସ୍ତ୍ରୀକୁ ହତାଦର କରୁଛନ୍ତି ଏବଂ ସ୍ତ୍ରୀ ପାଇଁ କି ମା ବାପାଙ୍କୁ ହତାଦର କରୁଛନ୍ତି, ତାହେଲେ ଆପଣଙ୍କୁ ନିଶ୍ଚିତ ତାର ଦଣ୍ଡ ମିଳିବା ପାଇଁ ପଡିବ। ଆପଣଙ୍କୁ ସେଠି ସମନ୍ୱୟ ରକ୍ଷା କରିବା ପାଇଁ ପଡିବ। ନିଜ ସ୍ତ୍ରୀର ବି ଉତ୍ତରଦାୟିତ୍ୱ ତୁମକୁ ଭଗବାନ ଦେଇଛନ୍ତି। ତୁମର କର୍ତ୍ତବ୍ୟ ସ୍ତ୍ରୀକୁ ବି ମଧ୍ୟ ରଖିବା ଏବଂ ନିଜ ବାପା ମାଙ୍କୁ ମଧ୍ୟ ରଖିବା। ନିଜ ବାପା ମାଙ୍କୁ ବୁଝେଇବା, ନିଜ ସ୍ତ୍ରୀ ପାଇଁ କି ଷ୍ଟାଣ୍ଡ ନେବା। ତା ମାନେ ନୁହେଁ ଯେ ଝଗଡା କରି ବାପା ମାଙ୍କୁ ଛାଡିଦବା ଏବଂ ଝଗଡା କରି ସ୍ତ୍ରୀକୁ ଛାଡିଦବା। ନାଇଁ, ଆପଣଙ୍କୁ ଦିଟାକୁ ବହିବାକୁ ପଡିବ। ତେଣୁ ଏଇ ଦୁନିଆରେ ଭାଗ ମାପ ସହିତ ବଞ୍ଚିବାର ଅଛି। ନାମ ଜପ କରନ୍ତୁ, ଭଗବାନଙ୍କର ସତ୍ସଙ୍ଗ ଶୁଣନ୍ତୁ, ନିଜ ପରିବାର ଲୋକଙ୍କୁ ଶୁଣାନ୍ତୁ। ରୋଷେଇ କଲା ବେଳେ ଭଗବାନଙ୍କର ନାମ ଜପ କରି ରୋଷେଇ କରନ୍ତୁ। ଯାହା ପାଣି ପିଉଛନ୍ତି, ଯାହା କରୁଛନ୍ତି, ସବୁବେଳେ ଭଗବାନଙ୍କର ନାମ ସ୍ମରଣ କରି କରନ୍ତୁ। ସତ୍ସଙ୍ଗ ଶୁଣନ୍ତୁ। ଦେଖିବେ ଜୀବନରେ ନିଶ୍ଚିନ୍ତ ପରିବର୍ତ୍ତନ ଆସିବ। ଆମେ ଯଦି ଖରାପ ଜିନିଷ ଦେଖିବା, ମନ ମଜାଳିଆ ଜିନିଷ ଦେଖିବା, ଲାଇଫରେ ତ ପ୍ରୋବ୍ଲେମ ଆସିବ ହିଁ ଆସିବ। ମାଇଣ୍ଡରେ ଯଦି ନେଗେଟିଭ ରଖିକି ରୋଷେଇ କରିବା, ଖାଇବା, ତାହେଲେ ନିଜ ସହିତ କେବଳ ନେଗେଟିଭ ହିଁ ଘଟିବ। ଆଉ ମନେ ରଖନ୍ତୁ, ଆପଣ ଯେତେ ଗ୍ରହ ନକ୍ଷତ୍ର ଇଏ କରନ୍ତୁ, ଆପଣ କିଛି କରିପାରୁନାହାନ୍ତି, ଲାଇଫରେ ପ୍ରୋବ୍ଲେମ ଆସୁଛି, ଦେଖିବେ ଆପଣ ବାପା ମାଙ୍କର ଆଶୀର୍ବାଦ ଥରେ, ମାନେ ବାପା ମାଙ୍କୁ ସନ୍ତୁଷ୍ଟ କରିକି ଦେଖନ୍ତୁ, ଶାନ୍ତି କରିକି ରଖନ୍ତୁ। କାହିଁକିନା ବାପା ହେଉଛନ୍ତି ସୂର୍ଯ୍ୟ ଗ୍ରହ, ଯିଏକି କର୍ମର ମାନେ କାରକ। ଆପଣଙ୍କର କର୍ମ ଠିକ ହଉନି, ତାହେଲେ ଆପଣଙ୍କ ବାପାଙ୍କୁ ସମ୍ମାନ ଦିଅନ୍ତୁ, ବାପାଙ୍କୁ ପ୍ରଣାମ କରନ୍ତୁ, ସୂର୍ଯ୍ୟଙ୍କୁ ପାଣି ଦିଅନ୍ତୁ। ମା ହେଉଛନ୍ତି ଚନ୍ଦ୍ର ଗ୍ରହ। ଇମୋସନ ଯଦି ପ୍ରୋବ୍ଲେମ ଆସୁଛି, ନେଗେଟିଭିଟି ଆସୁଛି, ମନ ବିଚଳିତ ରହୁଛି, ତାହେଲେ ମାଙ୍କୁ ପ୍ରଣାମ କରନ୍ତୁ, ମାଙ୍କର ଗୋଡ ସେବା କରନ୍ତୁ, ବାପାଙ୍କର ଗୋଡ ସେବା କରନ୍ତୁ, ମାନେ ମୋଡା ମୋଡି କରନ୍ତୁ, ବାପାଙ୍କୁ ତାଙ୍କ ଆଶୀର୍ବାଦ ନିଅନ୍ତୁ। ଯୁଆଡେ ଘରୁ ବାହାରିକି ଯାଉଛନ୍ତି, ବାପା ମାଙ୍କୁ ପ୍ରଣାମ କରନ୍ତୁ। ଆମ ଘରେ ହିଁ ଭଗବାନ ଅଛନ୍ତି। ଆପଣ ପୁରୀ ଯାଉଛନ୍ତି, ଭଗବାନଙ୍କୁ ଦର୍ଶନ କରୁଛନ୍ତି, କିନ୍ତୁ ଆଡେ ବାପା ମାଙ୍କୁ ସନ୍ତୁଷ୍ଟ କରୁନାହାନ୍ତି। କଣ ସେ କାଳିଆ ଖୁସି ହେଇଯିବ? ଥରେ ବାପା ମାଙ୍କୁ ଖୁସି କରିକି ଦେଖନ୍ତୁ, କାଳିଆ ଆପେ ଆପେ ଖୁସି ହେଇଯିବ। କାଳିଆ ପାଖକୁ ଯାଆନ୍ତୁ, ମନା କରୁନି କାଳିଆ ପାଖକୁ ଯାଆନ୍ତୁ ନାହିଁ, କିନ୍ତୁ ଆଡେ ଯଦି ଆପଣ ନିଜର ମାତା ପିତାଙ୍କୁ ସମ୍ମାନ ଦେଉନାହାନ୍ତି, ଆପଣ କଣ ଜଗତର ପିତାକୁ ସମ୍ମାନ ଦେବେ? ତେଣୁ ଭଗବାନ ଆପଣଙ୍କ ପାଇଁ କି ଯୋଉ ମାତା ପିତା ବନେଇଛନ୍ତି, ତାକୁ ସମ୍ମାନ ଦିଅନ୍ତୁ। ନିଜର ସ୍ତ୍ରୀ ହଉଛନ୍ତି ଶୁକ୍ର ଗ୍ରହ, ନିଜର ସ୍ତ୍ରୀକୁ ସମ୍ମାନ ଦିଅନ୍ତୁ। ନିଜର ଭଉଣୀ ହଉଛନ୍ତି ବୁଧ ଗ୍ରହ, ନିଜର ଭଉଣୀକୁ ସମ୍ମାନ ଦିଅନ୍ତୁ। ସମସ୍ତଙ୍କୁ ସୁଖୀ କରାନ୍ତୁ, ଆପେ ଆପେ ସବୁ ଜିନିଷ ସୁଖ ଆସିଯିବ। ଦୁନିଆରେ ଯଦି ବଞ୍ଚିବାର ଅଛି, ସମସ୍ତଙ୍କ ସହିତ ଭଲ ବ୍ୟବହାର, ନିଜ ମନକୁ ନିର୍ମଳ କରନ୍ତୁ, ହିଂସାବାଦ ଛାଡି ଦିଅନ୍ତୁ, ରାଗ ଛାଡି ଦିଅନ୍ତୁ। ଦେଖିବେ ଜୀବନ ଆପେ ଆପେ ସୁଧୁରି ଯିବ ଏବଂ ଅପରଚ୍ୟୁନିଟି ଆପଣଙ୍କୁ ମିଳିବ। ଯାହା ଚାହୁଁଛନ୍ତି ତାହା ମଧ୍ୟ ହାସଲ କରିବେ। ଥରେ ଭଗବାନଙ୍କ ଉପରେ ସମର୍ପଣ ହେଇକି ଦେଖନ୍ତୁ ତ, ଯାହା ଚାହିଁବେ ତାହା ମିଳିବ। ଭିଡିଓଟି କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଦେଖା ହେବା ଆଗାମୀ ଭିଡିଓରେ। ଜୟ ଶ୍ରୀରାମ, ଧନ୍ୟବାଦ।